हे ମୋର ଜ୍ଞାନୀ ମଣ୍ଡଳୀ, ଆସନ୍ତୁ ଶୁଣିବା ସଂକ୍ଷିପ୍ତ ଭାବରେ ଏକ ଆଲୋଚନା କର୍ମ ଓ କର୍ମଫଳ। ଯେମିତି କରିବ ସେମିତି ପାଇବ। ଏହା ଏକ ସର୍ବବ୍ୟାପକ ଲୋକୋକ୍ତି ଅଟେ। ଏହାର ପର୍ଯ୍ୟାୟ ପ୍ରତ୍ୟେକ ଦେଶ ତଥା ଯୁଗର ପରିଭାଷାରେ ମିଳେ। ଆସ୍ତିକ ହେଉ ବା ନାସ୍ତିକ ହେଉ, ଆଧ୍ୟାତ୍ମବାଦୀ ହେଉ ବା ଆଧିଭୌତିକବାଦୀ ହେଉ, ଆତ୍ମବାଦୀ ହେଉ ବା ଅନାତ୍ମବାଦୀ ହେଉ, ସାଇନ୍ସର ପକ୍ଷପାତୀ ହେଉ ବା ମତାନ୍ତରକୁ ମାନିବା ବାଲା ହେଉ, ସଂସାରରେ ଏଭଳି ମନୁଷ୍ୟ ନାହିଁ ଯେ କର୍ମ ଓ ତାହାର ଫଳର ଅବହେଳନା କରେ। ତେଣୁ ତୁଳସୀଦାସ କହନ୍ତି, କର୍ମ ପ୍ରଧାନ ବିଶ୍ୱ କରି ରାଖା, ଯ ହସ କରେ ସୋ ତସ ଫଳ ଚାଖା। ଏଣୁ ଯଦି ଏଭଳି କୌଣସି ସିଦ୍ଧାନ୍ତ ଅଛି ଯାହା ଉପରେ ସମସ୍ତ ମନୁଷ୍ୟ ସହମତି ଅଟନ୍ତି, ତେବେ ତାହା ହେଉଛି କର୍ମଫଳବାଦ। ଯେଭଳି କରିବ ସେଭଳି ପାଇବ। ଆଜ୍ ୟୁ ସୋ ସୋ ୟୁ ୱିଲ୍ ରିପ୍। ଏହା ନିହାତି ସତ୍ୟତା ଭାବରେ ପ୍ରତିପାଦିତ ହୋଇଛି। ଏଥିରେ କେହି ବିମୁଖ ନୁହେଁ। ତେଣୁ ତ ଗୀତାକାରଙ୍କୁ କହିବାକୁ ପଡ଼ିଲା, କିଂ କର୍ମ କିମ୍ କର୍ମେତି କବୟୋପ୍ୟତ୍ର ମୋହିତା। ଅର୍ଥାତ୍ କର୍ମ କ'ଣ, କର୍ମଶୂନ୍ୟତା ବା କ'ଣ, ଏ ବିଷୟରେ ପଣ୍ଡିତମାନେ ମଧ୍ୟ ମୋହପ୍ରାପ୍ତ ହୁଅନ୍ତି। କୋଣାଦ ମୁନି ବୈଶେଷିକ ଦର୍ଶନରେ କର୍ମର ଏହି ଲକ୍ଷଣରେ କହିଛନ୍ତି, ଏକ ଦ୍ରବ୍ୟମ୍ ଗୁଣଂ ସଂଯୋଗ ବିଭାଗେଶ୍ୱନ ପେକ୍ଷ କାରଣମିତି କର୍ମଲକ୍ଷଣଂ। ଅର୍ଥାତ୍ କର୍ମ ତାହା ଅଟେ ଯାହା ଦ୍ରବ୍ୟର ଆଶ୍ରିତ ହୁଏ, ଗୁଣ ନଥାଏ ଓ ସଂଯୋଗ ତଥା ବିଭାଗରେ ଅନପେକ୍ଷ କାରଣ ହୁଏ। ତର୍କ ଦୀପିକାରେ ଅନ୍ନ ଓ ହଟ ଏହି ଲକ୍ଷଣ ମଧ୍ୟ ଦେଇଛନ୍ତି। ସଂଯୋଗ ଭିନ୍ନତେ ସତି ସଂଯୋଗ ସମବାୟୀ କାରଣ କର୍ମଂ। ଅର୍ଥାତ୍ କର୍ମ ତାହା ଅଟେ ଯାହା ସଂଯୋଗ ହୁଏ ନା, କିନ୍ତୁ ସଂଯୋଗର ସମବାୟୀ କାରଣ ଅବଶ୍ୟ ହୁଏ। ଏହିପରି 5ଟି କର୍ମ ଗଣନା କରାଯାଇଛି। ଉତ୍କ୍ଷେପଣ ବକ୍ଷେପଣାଂ କୁଞ୍ଚନ ପ୍ରସାରଣ ଗମନାନି ପଞ୍ଚ କର୍ମାଣୀ। ଅର୍ଥାତ୍ ଉତ୍କ୍ଷେପଣ ଉପରକୁ ଉଠାଇବା ବା ଫିଙ୍ଗିବା, ଅବକ୍ଷେପଣ ତଳକୁ ଆସିବା ବା ଖସାଇବା, ଆକୁଞ୍ଚନ ସଂକୋଚନ, ପ୍ରସାରଣ ବିସ୍ତୃତ କରେଇବା ତଥା ଗମନ ଗତି କରିବା। ଏହି ଲକ୍ଷଣ ତଥା ପ୍ରକାର ସକଳକୁ ଜ୍ଞାତ ହୁଏ ଯେ ପ୍ରତ୍ୟେକ ଗତିର ନାମ କର୍ମ ଅଟେ। ବାୟୁର ଚଳନ, ପୃଥିବୀର ଆକର୍ଷଣ କରିବା, ଅଗ୍ନିର ଜ୍ୱାଳା ଶିଖା ଉଠିବା, ଆମ୍ବ ବୃକ୍ଷରୁ ଆମ୍ବ ପଡ଼ିବା, ପିମ୍ପୁଡ଼ିର ଦୌଡ଼ିବା, ମନୁଷ୍ୟର ନିଃଶେଷ ତଥା ଉନ୍ମେଷ ଆଦି କ୍ରିୟା ସକଳ କରିବା, ଏହାକୁ କର୍ମ କହନ୍ତି। ମାତ୍ର ଯେତେବେଳେ ଆମେ କର୍ମ ତଥା ଫଳର ମୀମାଂସା କରୁ, ସେତେବେଳେ କର୍ମର ଏହି ଅର୍ଥ ନେଉନା। ଏଠାରେ ଆମକୁ କର୍ମର ଯୋଗ ରୂଢ଼ି ଅର୍ଥ ନେବାକୁ ହୁଏ। ଏହି ଅର୍ଥରେ ପ୍ରତ୍ୟେକ କ୍ରିୟା ବା ଗତିର ନାମ କର୍ମ ନୁହେଁ। ବସ୍ତୁତ କର୍ମ ହେଉଛି ସେହି ଶାରୀରିକ, ମାନସିକ ବା ମାଚିକ ବା ବାଚିକ କ୍ରିୟା ଯାହା ପାଇଁ କର୍ତ୍ତାକୁ ଉତ୍ତରଦାତା ହେବାକୁ ପଡ଼େ ଏବଂ ଯାହା ପାଇଁ ସେ ସୁଖ ବା ଦୁଃଖ ରୂପୀ ଫଳ ଭୋଗ କରେ। ଏଇଥିପାଇଁ ଗୀତାରେ ଭଗବାନ କହିଛନ୍ତି, କର୍ମଣ୍ୟେବ ଅଧିକାରସ୍ତେ ମା ଫଳେଷୁ କଦାଚନ। କର୍ମରେ ହିଁ ତୁମର ଅଧିକାର, କର୍ମ ଫଳରେ କେବେ ହେଲେ ତୁମର ଅଧିକାର ନାହିଁ। ସେହିପରି ଗୌତମ ଋଷି ଜ୍ଞାନ ଦର୍ଶନରେ କହିଛନ୍ତି, ପୂର୍ବକୃତ ଫଳାନୁବଂ ଧାତଦୁତ୍ପତ୍ତି। ଅର୍ଥାତ୍ ପୂର୍ବ ଜନ୍ମରେ କରାଯାଇଥିବା କର୍ମର ଫଳ ରୂପରେ ଶରୀରର ଉତ୍ପତ୍ତି ହୁଏ। ଅର୍ଥାତ୍ ଯେଉଁ ଶରୀର ଆମେ ଏହି ଜନ୍ମରେ ପାଉ, ତାହା ପୂର୍ବ ଜନ୍ମର ସଂସ୍କାର ମଧ୍ୟରୁ ଇଷ୍ଟର ରକ୍ଷା ଓ ଅନିଷ୍ଟର ବିନାଶ ପାଇଁ ଦିଆଯାଏ। ବୃହଦାରଣ୍ୟକ ଉପନିଷଦ କହନ୍ତି, ପୁଣ୍ୟ ପୁଣ୍ୟେନ ପାପ ପାପେନ। ଅର୍ଥାତ୍ ପୁଣ୍ୟ କର୍ମ ଦ୍ୱାରା ଜୀବ ପୁଣ୍ୟ କରିବା ବାଲା ହୁଏ, ପାପ କର୍ମ ଦ୍ୱାରା ପାପ କରିବା ବାଲା ହୁଏ। ସେହିପରି ବ୍ୟାସମୁନି ବେଦାନ୍ତ ଦର୍ଶନରେ କହିଛନ୍ତି, ବୈଷମ୍ୟ ନୈଘୃଣ୍ୟେନ ସାପେକ୍ଷତ୍ୱାତ୍
ତଥାହି ଦର୍ଶୟତି। ଅର୍ଥାତ୍ ଈଶ୍ୱରଙ୍କ ଠାରେ ବିଷମତା ନାହିଁ କି ନିର୍ଦ୍ଦୟତା ନାହିଁ, କାରଣ ସେ ଭିନ୍ନ ଭିନ୍ନ ଯୋନିକୁ କର୍ମର ଅପେକ୍ଷାରେ ଦିଅନ୍ତି।